ସାଙ୍ଗେ ସାଙ୍ଗେ ପଥର ଇଟା ପଥର ବାଡ଼ା ବାଡ଼ି ଯେତିକି ମାଇକିନା ଦଳ ସେତିକି ମାନେ ଛୋଟ ଛୁଆଠୁ ନେଇକି ବଡ଼ ଲୋକ ମାନେ ଯେମିତି ଗୋଟେ ସମୁଦ୍ରରେ ଲହରୀ ଆସେ ସେମିତି ସେଇମାନେ ଆସିଲେ ପଥର ଇଟା ଛାଡ଼ିଲେ। ନଣନ୍ଦକୁ ଇଟା ଏମିତି ଛାଡ଼ିଲେ ଯେ ଧୂଆଁ ବାହାରିଗଲା ନଣନ୍ଦ ମୁଣ୍ଡରେ ବାଜିକି। ଆଜ୍ଞା ମୁଁ ଗୋଟେ ପୋଲିସ ମିତ୍ରରେ ଅଛି, ମତେ ଯଦି ଏଇଭଳିଆ ମାରିପାରିବେ ଧମକ ବି ପୁଣି ଦଉଛନ୍ତି। ଢେଗର କଣ ମୁଣ୍ଡ ଗଡ଼ିଛି ତୋ ମୁଣ୍ଡ ଆମେ ଛିଡ଼େଇ ଦେବୁ। ମୋ ନାଁ ସୁଭଦ୍ରା ନାୟକ, ମୋ ବୟସ 32, ମୋ ସ୍ୱାମୀଙ୍କ ନାଁ ରମେଶ ନାୟକ। କଣ ଘଟଣା ଘଟିଲା ଯେ ଆଜି 6 ତାରିଖ ଘଟଣା କଥା କହୁଛି। 6 ତାରିଖ ଦିନ ସେମାନେ ଯେଉଁ ବାବୁ ନାୟକ, ଅମର ନାୟକ, ନଲି ନାୟକ, ରାଜା ନାୟକ, ପା ନାୟକ ପାଉଡ଼ର ବେପାର କରନ୍ତି। ପାଉଡ଼ର ଯେଉଁ ବେପାର କରନ୍ତି ଭଣଜା କାହାଠୁ ଶୁଣିକି ଯାଇକି ପାଉଡ଼ର ତାଙ୍କୁ ମାଗିଲେ। ତ ମାଗିବା ଭିତରେ ଭଣଜାକୁ ସେମାନେ ବାଡ଼ାବାଡ଼ି କରିକି କହିଲେ କି ତୋ ମାଇଁ ଯେଉଁ କ'ଣ ପୋଲିସ ଭିତରେ ଅଛି କ'ଣ ଆମକୁ ଧରିବା ପାଇଁ ପ୍ଲାନ୍ କରିକି ପଠେଇଛି କି? ଇଏ ଗଲା ନାଇଁ ମୋତେ ପାଉଡ଼ର ଦରକାର, ମୁଁ ପାଉଡ଼ର ଖାଇବି। ସେତିକି ଭିତରେ ମାଗିଆ ଭଉଣିକିଆ କହିକି ସୋଦାସୋଦି କରିକି ତାକୁ ବିୟର ବୋତଲରେ ବାଡ଼ାବାଡ଼ି କରୁଛନ୍ତି। କଲା ଭିତରେ ସିଏ କ'ଣ କରୁଛି ତା ଜୀବନ ବିକଳରେ ପଳେଇ ଆସିଛି ଘରକୁ। ସେଠୁ ଘରକୁ ଆସିଲା ତାଙ୍କ ମାଆଙ୍କୁ କହିଲା। ସେଠୁ ମୁଁ ତ ନଥିଲି, ମାର୍କେଟ ଯାଇଥିଲି। ତ ମୁଁ ମାର୍କେଟରୁ ଆସିକି ଘରେ ସବୁ ଗହଳି ହେଇକି ଦୁଆରେ ଠିଆ ହେଇଥିଲେ। ମୁଁ କ'ଣ ହେଇଛି ନା ଏମିତି ଭଣଜାକୁ ବାଡ଼ାବାଡ଼ି କରୁଛନ୍ତି। ମୁଁ କହିଲି ହଉ ଚାଲେ କିଏ ବାଡ଼ାବାଡ଼ି କରୁଛନ୍ତି। ମୁଁ ଯେତେବେଳେ ଯାଇକି ପଚରାପଚରି ଆମେ କରୁଛୁ, ନଣନ୍ଦ ଭାଉଜ ଆଉ ମୋ ପୁତୁରା ମୋ ଭଣଜା ଯାଇଥିଲେ। ପଚରାପଚରି କଲା ଭିତରେ ପା ନାୟକ ଆଉ ରାଜା ନାୟକ କେଉଁଠି ଥିଲେ ଆଜ୍ଞା ଆମେ ଜାଣିନୁ। ସିଏ ସେଇଠୁ ଆସିକି ସାଙ୍ଗେ ସାଙ୍ଗେ ମୋଟା ଖୋଡ଼ୁ କାଢ଼ିକି ମୋ ପୁତୁରାକୁ ଚାର୍ଜ କଲା ଫାଷ୍ଟ। ତାପରେ ମୁଁ ତାକୁ ଧରୁଛି, ତଥାପି ମୋ ଭଣଜାକୁ ବାଡ଼ାବାଡ଼ି ରାଜା ନାୟକର ପା ନାୟକର କଲେ। ନଣନ୍ଦକୁ ମଧ୍ୟ ଲୁଗା ଫୁଗା ଟାଣାଟାଣି କରିକି ବ୍ଲାଉଜ ଫ୍ଲାଉଜ ଚିରିକି ତଳେ ପକେଇକି ନାତ ଗୋଇଠା ମାରିଛନ୍ତି। ସେତିକି ଭିତରେ ସାହି ଲୋକ ଯାଇକି ଛଡ଼େଇଲେ। ଛଡ଼େଇଲା ଭିତରେ ଆମେ ସବୁ ଥାନାକୁ ଗଲୁ, କେସ୍ କଲୁ। କେସ୍ କରିକି ଆସିଲୁ। ସେଇ ରାତିଟା ରହିଲୁ ଚୁପଚାପ। ତା ପରଦିନ ସକାଳେ 7 ତାରିଖ କଥା କହୁଛି। 7 ତାରିଖରେ କ'ଣ କଲେ, ଆମ ପାଖକୁ 2ଟା ଲୋକ ପଠେଇଥିଲେ କମ୍ପ୍ରମାଇଜ୍ ପାଇଁ, ଯେଉଁ ଅମର ନାୟକ ଆଉ ରାଜା ନାୟକଙ୍କର ଗାର୍ଡ଼ିଆନ୍। ତ ମୁଁ କହିଲି କି ମୁଁ କେସ୍ ଦେଇନି, ଯିଏ ଦେଇଛି ଆପଣ ତାଙ୍କ ପାଖକୁ ଯାଆନ୍ତୁ, କମ୍ପ୍ରମାଇଜ୍ କଥା କହିବେ। ତ ସେତିକି ଭିତରେ ସିଏ ପଳେଇଲେ। ସେଇ ରାଗଟା ରଖିଲେ ସନ୍ଧ୍ୟାବେଳକୁ। ମୁଁ ସନ୍ଧ୍ୟାବେଳେ ମାର୍କେଟ ଯାଇଥିଲି। ଯେଉଁ 6 ତାରିଖରେ ଯେଉଁ କେସ୍ ଦେଇଥିଲେ ନଣନ୍ଦ, ସେ ଡାକିଥିଲେ ଏଫ୍ଆଇଆର୍ କପି ନେବା ପାଇଁ। କପି ଆଣିବାକୁ ମାର୍କେଟ କରିକି କପି ଆଣୁଛୁ, କଥାବାର୍ତ୍ତା ହେଉଛୁ କମ୍ପ୍ରମାଇଜ୍ କରିବୁ ବୋଲି। ସେତିକି ବେଳେ ଫୋନ୍ ଗଲା କି ତମ ସ୍ୱାମୀକି ହାଣୁଛନ୍ତି, ତୁ କେଉଁଠି ଅଛୁ? ମୁଁ କହିଲି କିଏ ହାଣୁଛନ୍ତି? ନା ତୁ ଜଲ୍ଦି ଆସେ, ଖଣ୍ଡା ତଲୱାର ନେଇକି ଗଲେଣି। ମୁଁ ସେଇଠୁ ଜଲ୍ଦି 3ଟା ନଣନ୍ଦକୁ ନେଇକି ଆଉ ଅଟୋ କରିକି ଜଲ୍ଦି ଆସିକି ମୋ ସ୍ୱାମୀକି ଅଲରେଡ଼ି ହାଣି ଦେଇଛନ୍ତି, ଗୋଟେ ଚଟ ପକେଇ ଦେଇଛନ୍ତି। ପକେଇ ଦେଲା ଭିତରେ ମୋ ସ୍ୱାମୀ ତାଙ୍କ ଜୀବନ ବଞ୍ଚେଇକି ଦୌଡ଼ିକି ଆସିଛନ୍ତି। ଆମେ ବି ଦୌଡ଼ିକି ଆସିଲା ଭିତରେ ମୋ ନଣନ୍ଦ 3ଟାକୁ ଆଟାକ୍ କଲେ ପୁରା ଖଡ଼ୁରେ କ୍ଲିପ୍ରେ ତାଙ୍କ ପିଟିକି ମାରିଛନ୍ତି, ପଥର ବି ଛାଡ଼ିଛନ୍ତି। ତାପରେ ମୁଁ ଯେତେବେଳେ ଘରେ ଆସିକି ପହଞ୍ଚିଲି, କାଳିଆ ନାୟକ, ସୁର ନାୟକ, ବିଡ଼ି ନାୟକ ଆଉ ଲିଟୁ ନାୟକ ଆସିକି ତାଙ୍କୁ ଖଣ୍ଡାରେ କ୍ଲିପ୍ରେ ମାରୁଛନ୍ତି। ମାରିଲା ଭିତରେ ମୁଁ ତାଙ୍କୁ କହିଲି ରୁହ କ'ଣ ହେଇଛି ମୁଁ ପଚାରୁଛି। ପଚାରିଲା ଭିତରେ ମୋତେ ଗୋଟେ ନାତ ଗୋଇଠା ମାରି ବାବୁ ନାୟକ ଯିଏ, ରାଜା ନାୟକ ଯିଏ, ବାବୁ ନାୟକ ମୋ ଚୁଟି ଧରିକି ମୋତେ କୁଣ୍ଡେଇକି ପୁରା କ୍ଲିପ୍ରେ ଗେଞ୍ଜି ଚାଲିଲା 3-4 ଥର। ରାଜା ନାୟକ ବି ଖଡ଼ୁରେ ମୋତେ ଛାତିକି, ମୋ ପେଟକୁ, ମୋ ପିଠିକି ମାରିଛି। ପଥରରେ ମଧ୍ୟ କାଳିଆ ନାୟକ ବାଡ଼େଇଛି। ଆଉ ସୁର ନାୟକ ମଧ୍ୟ ପଥର ଛାଡ଼ିଛି ମୋତେ। ସେତିକି ଭିତରେ ମୁଁ ସେନ୍ସଲେସ୍ ହେଇକି ପଡ଼ିଗଲି। ପଡ଼ିଲା ଭିତରେ ବି ଏଇ ପଥର ବି ମୋତେ ଉଠେଇଥିଲେ ଛେଚିଦେବେ ବୋଲି। ସେଠୁ ଆମ ସାହିର କିଛି ପିଲା ଆସିଲେ ବୋଲି ମୁଁ ବଞ୍ଚିଲି, ନହେଲେ ମୁଁ ମରିଯାଇଥାନ୍ତି। ଆଉ ସେତିକି ଭିତରେ ଏଇ 10:30ରୁ 11ଟା ଭିତରେ ଆମକୁ ଆଟାକ୍ କରିଛନ୍ତି। ସେମାନେ ଥିଲେ ମିନିମମ୍ ସେଇ ସ୍ୱାମୀକି ଆଟାକ୍ ହେଇଥିଲା 10ଟା ବେଳେ ଆମେ ଶୁଣିଲୁ। ସେଠି ଆସିଲା ପରେ ପୁଣି ତାପରେ ଆସିଲେ 10ଟା ବେଳେ ଶୁଣିଲୁ। 10ଟା ଭିତରେ ଯେତେବେଳେ ଶୁଣିଲୁ, ଆମେ ଶୁଣିବାକୁ ପାଇଲୁ 10ଟା ବେଳେ। ତାପରେ ଆମେ ଯେତେବେଳେ ସେଇଠୁ ଦୌଡ଼ିକି ଆସିଛୁ, ତା ପାଖରେ ତ ପୁରା ଷ୍ଟାର୍ଟିଂ ଚାଲିଲା ପୁରା 10:30 ପର୍ଯ୍ୟନ୍ତ। ସାଙ୍ଗେ ସାଙ୍ଗେ ପଥର ଇଟା ପଥର ବାଡ଼ା ବାଡ଼ି ଯେତିକି ମାଇକିନା ଦଳ ସେତିକି ମାନେ ଛୋଟ ଛୁଆଠୁ ନେଇକି ବଡ଼ ଲୋକ ମାନେ ଯେମିତି ଗୋଟେ ସମୁଦ୍ରରେ ଲହରୀ ଆସେ ସେମିତି ସେଇମାନେ ଆସିଲେ, ପଥର ଇଟା ଛାଡ଼ିଲେ। ନଣନ୍ଦକୁ ଇଟା ଏମିତି ଛାଡ଼ିଲେ ଯେ ଧୂଆଁ ବାହାରିଗଲା ନଣନ୍ଦ ମୁଣ୍ଡରେ ବାଜିକି। ଆଜ୍ଞା ମୁଁ ଗୋଟେ ପୋଲିସ ମିତ୍ରରେ ଅଛି, ମୋତେ ଯଦି ଏଇଭଳିଆ ମାରିପାରିବେ ଧମକ ବି ପୁଣି ଦଉଛନ୍ତି। ଢେଗର କ'ଣ ମୁଣ୍ଡ ଗଡ଼ିଛି ତୋ ମୁଣ୍ଡ ଆମେ ଛିଡ଼େଇ ଦେବୁ। ତ ମୋତେ କ'ଣ ନ୍ୟାୟ ମିଳୁଛି? ମୁଁ ପୋଲିସ ମିତ୍ରରେ ଥାଇକି ଆପଣମାନଙ୍କୁ ସାହାଯ୍ୟ କରିକି ମୋର କିଛି ଲାଭ ଅଛି କି ମୋତେ କୁହନ୍ତୁ? ମୋ ପରିବାରକୁ ଆଟାକ୍ କଲେ ଏଇ ଗ୍ରାଉଣ୍ଡ ସୁଗର ବେପାରକୁ ନେଇକି କ'ଣ ପାଇଁ? ମୁଁ ଚାହୁଁଛି ସାହିରେ ସେଇଟା ବନ୍ଦ ହଉ। ମୁଁ ଅନୁରୋଧ କରୁଛି ଆମମାନଙ୍କୁ ଯେଉଁ ବାଡ଼ାବାଡ଼ି କରୁଛନ୍ତି ଆମକୁ ନ୍ୟାୟ ମିଳୁ।
କେତେ ବର୍ଷ ହେଲାଣି ସେମାନେ ବେପାର କରୁଛନ୍ତି? ସିଏ ତ 2008 ମସିହାରେ ବେପାର ଚାଲିଥିଲା ତାଙ୍କର। ତାପରେ ସହଦେବ ନାୟକର ମୋର ବହୁତ ଚେଷ୍ଟା କରୁଛି ବନ୍ଦ କରିବା ପାଇଁ, ଟିକେ ବନ୍ଦ ହେଇଯାଇଥିଲା। ଆଉ ନିରଞ୍ଜନ ସାର୍ ଆଉ ଆମର ଯେଉଁ ବିଶ୍ୱଜିତ ସାର୍ ଥିଲେ ସେତିକିବେଳେ ବି ବନ୍ଦ ଥିଲା। ଏବେ ଯେତେବେଳେ ସେ ଟ୍ରାନ୍ସଫର ହେଇକି ପଳେଇଲେ ଏବେ ପୁଣି ଆରମ୍ଭ ହେଲାଣି। ତ ଏମାନେ କାହା ଏମିତି କ'ଣ ତାଙ୍କ ପଛରେ କିଏ ଅଛି ଯାହାଦ୍ୱାରା ଏମାନେ ତାଙ୍କ ପଛରେ ମାନେ ସିଏ କହୁଛନ୍ତି କି ଆମର ବଡ଼ ବଡ଼ ହାତ ଅଛି, ଆଉ ଉପର ମୁଣ୍ଡର ହାତ ଅଛି, ଆମର କିଛି କେହି କରିପାରିବେନି। ତ ମୁଣ୍ଡ ଉଡ଼େଇ ଦେଲେ ବି ଆମର କିଛି କରିପାରିବେନି। ବଡ଼ ବଡ଼ ହାତ ତାଙ୍କର ନେତା ମନ୍ତ୍ରୀ ମାନଙ୍କର ହାତ ଅଛି ତାଙ୍କର, ସେ କହୁଛନ୍ତି ଆମ ଉପରେ ହାତ ଅଛି, ଆମେ ଯାହା କରିପାରିବୁ। ଆଉ ଜେଲ୍ ଅଛି ମାନେ ବେଲ୍ ଅଛି, ଆମେ ଯିବୁ ଆସିବୁ ପଇସା ଫୋପାଡ଼ିବୁ। ତ ଆଜ୍ଞା ଯଦି ଏମିତି ଧମକ ଦେଇପାରୁଛନ୍ତି, ତ ମୁଁ ଯେଉଁ BMC କାମକୁ ଯାଉଛି ରାତି 4ଟାରୁ, ତ ମୁଁ ବି ଯୋଉଠି ବି ମରେ ମୁଁ ଜାଣିବି ଏମାନେ ମାରିଛନ୍ତି। ମୁଁ BMCରେ କସ୍ତୁରୀ ଗୋଟେ ଚାକିରି କରୁଛି। ତ ମୁଁ ଯୋଉଠି ବି ମରେ ମୋତେ ଯେମିତି ବି ମାରନ୍ତୁ, ମୁଁ ଏତିକି ଅନୁରୋଧ କରୁଛି ମୋର ମରଣର ଦାୟୀ ଏଇମାନେ ସବୁ। ମୋତେ ଧମକ ଦେଇଛନ୍ତି। ମୁଁ ଚେଷ୍ଟା କରୁଛି। ସିଏ ବି ସୁରକ୍ଷା ମାଗି ମାଗି ଆଜ୍ଞା ସହଦେବ ନାୟକ ଏଇ ବ୍ରାଉନ ସୁଗର ପାଇଁ ସାଇକି ବଞ୍ଚିବା ପାଇଁ ତାକୁ ସୁରକ୍ଷା ଦେଲେନି। ଆମେ ବି ନିଜେ ବି ତା ସହିତ ଯାଇଥିଲୁ, DCP ଅଫିସରେ ଲେଖି ଦେଇଥିଲୁ ତାକୁ ସୁରକ୍ଷା ଦିଅନ୍ତୁ, କ୍ୟାପିଟାଲ ଥାନାରେ ଦେଇଥିଲୁ, ସବୁ ଥାନାରେ ଆମେ ଜଣେଇଥିଲୁ। ତାକୁ ସୁରକ୍ଷା ଯେହେତୁ ଦେଇପାରିଲେନି, ମୋତେ ସିଏ କ'ଣ ସୁରକ୍ଷା ଦେବେ ମୋତେ କୁହନ୍ତୁ। ଆମ ଜୀବନ ପ୍ରତି ତ ବହୁତ ବିପଦ ଅଛି। ସାନ ତରଫରୁ ଆଟାକ୍ ହେଲା ପରେ ସିଏ ଗୋଟେ ଦିନ ମାତ୍ର 4ଟା ପୋଲିସ ପଠେଇଥିଲେ, ବସିଥିଲେ। ତାପରେ ଏମିତି ଗାଡ଼ି ଆସୁଛି ବୁଲୁଛି, କାହିଁକି ସେମାନେ ଯେତିକି ବୁଲିବା କଥା ବୁଲୁଛନ୍ତି। ଆଉ ମୁଁ ଏତିକି ଚାହୁଁଛି ଯେମିତି ଗାଡ଼ି ଏଇଠି ରହୁ ଗଳିରେ କିଛି ଦିନ ପାଇଁ। ଆଉ ମୁଁ ବି ଯୋଉଠି ବି ଆଜ୍ଞା ମୁଁ ମରେ, ସେମାନେ ଟାର୍ଗେଟ ମୋତେ କରୁଛନ୍ତି ମାନେ ମୁଁ ଯେମିତି ବି ମରେ ସେମାନେ ହିଁ ଦାୟୀ। ମୁଁ ଏବେଠୁ କହିଦେଉଛି, କାରଣ ସହଦେବ ନାୟକ ବି ନିଜେ ବାଇଡ଼ା ଦେଇଥିଲା ମୁଁ ଯୋଉଠି ମରେ ଏଇ ଲୋକ। ତ ମୁଁ ବି ବାଇଡ଼ା ଦଉଛି, ମୁଁ ଯେତେବେଳେ ମୋ ଜୀବନଟି ପଳେଇବ କାଳିଆ ନାୟକକୁ, ସୁର ନାୟକକୁ, ବିଡ଼ି ନାୟକକୁ ଆଉ ଅମର ନାୟକକୁ, ବାବୁ ନାୟକଙ୍କୁ ଧରି ବିପଦ ଅଛି। ଭୟ ମୋର ତ ଅଛି, ଭୟ ତ ଯେମିତି ହେଲେ ବି ରହିବ ନା। ମୋର ଛୋଟ ଛୁଆ 2ଟା, ପୁଣି ମୋର ଘର ପରିବାର ଅଛନ୍ତି। ଆମ ଘର ପରିବାର ଭିତରେ କେହି ନାହାନ୍ତି, ମୋ ସ୍ୱାମୀ କେବଳ ଘରର ପୁଅ। କାହାକୁ ଆରେଷ୍ଟ କରିନି, ଆଜି 3 ଦିନ ହେଇଗଲାଣି ଖୋଜାଖୋଜି କରୁଛନ୍ତି। ତାପରେ ସେ କହୁଛନ୍ତି କି ତମ ପିଲାକୁ ବି ଆଣ। ମୋ ପିଲାକୁ କ'ଣ ପାଇଁ ମୁଁ ଆଜ୍ଞା ନେବି? ଆମେ ଆଘାତ ହବୁ, ଆମେ ଆମ ପିଲାକୁ ନେଇକି ହ୍ୟାଣ୍ଡଓଭର କରିବୁ। କହିଲା କ'ଣ ସାର୍ ମାନେ ବି ଟିକେ ବୁଝିଲେ, କହିଲେ ନାଇଁ ଠିକ୍ ଅଛି, ଆଉ ସେ ପିଲାମାନେ ମାନେ ଧରା ହୁଅନ୍ତୁ, ଆମେ ଚେଷ୍ଟା ଚଲେଇବୁ, ତମେ ବ୍ୟସ୍ତ ହୁଅନି। ଆଟାକ୍ ହେଲା ପରେ ଥାନାକୁ ଯାଇଥିଲେ? ହଁ, ଆଟାକ୍ ହେଲା ପରେ ପୋଲିସ PCR ଗାଡ଼ିରେ ହିଁ ଆମକୁ ଭ୍ୟାନ୍ରେ ନେଇଥିଲେ ମେଡ଼ିକାଲ କ୍ୟାପିଟାଲ ହସ୍ପିଟାଲକୁ। ତାପରେ ଯେତେବେଳେ ଦେଖିଲେ IAS ସାର୍ ଆସିଲେ, IAS ସାର୍ କହିଲେ ଗୋଟେ ହାତରେ କେବେ ତାଳି ବାଜେ ନାହିଁ। ଠିକ୍ ଅଛି ଆଜ୍ଞା, ଗୋଟେ ହାତରେ ତ କେବେ ତାଳି ବାଜେ ନାହିଁ, କିନ୍ତୁ ଯାହାର ଅଧିକ କ୍ଷତି ହେଇଛି ତ ତାକୁ ଟିକେ ଦୟା କରିକି ସପୋର୍ଟ କରନ୍ତୁ। ଆଉ ଯେଉଁମାନଙ୍କର କିଛି କ୍ଷତି ହେଇନି ତାଙ୍କ ମାନଙ୍କୁ ସପୋର୍ଟ କରୁଛନ୍ତି, ଇଆଡ଼େ ଆମମାନଙ୍କୁ ସପୋର୍ଟ ଦିଆହେଉନି। ତାମାନେ ଆମେ ନ୍ୟାୟ ପାଇଁ କୋଉଠିକି ଯିବୁ? ପୋଲିସ ଭ୍ୟାନ୍କୁ ଯଦି PCRକି ଯଦି ଫୋନ୍ କରିବୁ, PCR କହୁଛନ୍ତି ସକାଳେ ତମକୁ ହାଣି ଦେଉଛନ୍ତି, ରାତିରେ ତମକୁ ହାଣି ଦେଉଛନ୍ତି। ତ ସୁରକ୍ଷା ମାଗିବୁ କାହାକୁ? ଯଦି ଆମକୁ ଆଟାକ୍ ହେଉଛି ଆମେ ଫୋନ୍ କାହାକୁ କରିବୁ? ଭରସା ଆଉ ପୋଲିସ ଉପରେ ନାହିଁ ମୋର। ତ ଯାହା ହବ ଆଜ୍ଞା, ମୁଁ ତ କହିଛି ମୁଁ ଯୋଉଠି ବି ମରେ ମୁଁ ଏଇମାନଙ୍କୁ ଆପଣମାନେ ଧରିବେ। ଯାଇଥିଲେ ଆଣିବା ପାଇଁ ସେଇଥିପାଇଁ କେନ୍ଦ୍ର କରି ମାଡ଼ଟା ହେଲା ନା? ଆପଣ ଯେହେତୁ ପୋଲିସ ମିତ୍ରରେ ଯେହେତୁ ମୁଁ ଅଛି, ପୁରୁଣା ଶତ୍ରୁତା ଗୋଟେ ଅଛି ତାଙ୍କ ସହିତ ମୋର। ଏମିତି ପୁଅକୁ ନେଇକି ଅଲଗା ଆଡ଼େ ଲୁଚେଇ ଦେଇଥିଲେ। ତ ମୁଁ ପଚରା ପଚରି କରିବାରୁ ତା ହାତରେ ବ୍ରାଉନ ସୁଗର ବେପାର କରିଥାନ୍ତେ। ମୋ ପୁଅକୁ ନେଇକି ଲୁଚେଇ ଦେଇଥିଲେ ଆଜ୍ଞା। ସେ କେସ୍ଟା ବି ଚାଲିଛି। ମୋ ପୁଅକୁ ଲୁଚେଇବାର ହେଇଯିବ 4 ବର୍ଷ। ପୁଅକୁ ସେତେବେଳେ ହେଇଥିଲା 14 ବର୍ଷ। ବେପାର କରିଥାନ୍ତେ, ନେଇକି ଲୁଚେଇ ଦେଇଥିଲେ। ତ ସେଇ ହିସାବରେ ମୁଁ ସାର୍ ମାନଙ୍କୁ ନେଇକି ଆସିଥିଲି, ତାଙ୍କ ଘର ସିଜ୍ କରିଥିଲି। ଏଇ ଘରେ ମୋ ପୁଅକୁ ଆଣିକି ରଖନ୍ତି, ସାଙ୍ଗସାଥି ହୁଅନ୍ତି, ମୋ ପୁଅ କୁଆଡ଼େ ପଳେଇଛି। ତ ସେଇ ରାଗଟା ରହିଲା। ତାଙ୍କ ଘର ଯେତେବେଳେ ସର୍ଚ୍ଚ ହେଲା ସବୁକିଛି ବାହାରିଲା। ତାଙ୍କ ଘରୁ ପୁଅ ବାହାରିନି, ଯାହା ମାନେ ଖଣ୍ଡା ଆଉ ଯୋଉ ହୁକା ଟାଣନ୍ତି ସବୁ ଜିନିଷ ବାହାରିଥିଲା ତାଙ୍କ ଘରୁ। ସେଇ ନେଇଥିଲେ ବୋଲି ହଁ ପୋଲିସ ଜାଣିପାରିଲା। ଆମେ ପୋଲିସକୁ ବି କହିଲୁ। କେସ୍ ବାସ୍ ଯେତେବେଳେ ହେଲେ ପୁଅକୁ ଆଣିକି ଅଧ ବାଟରେ ଛାଡ଼ କର। ସେ ଫୁଟେଜ୍ ବି ଆମେ ଦେଖିଛୁ। କେସ୍ ବି ଚାଲିଛି ମୋ ପୁଅର ଏବେ ପର୍ଯ୍ୟନ୍ତ। ତ ତାଙ୍କର ଗୋଟିଏ ଭୟ, ମୋ ପୁଅ କାଳେ କେବେ କହିଦେବ କି ତାଙ୍କମାନଙ୍କ ନାଁ କୋଉମାନେ ନେଇକି ରଖିଛନ୍ତି। ଆଜି ପର୍ଯ୍ୟନ୍ତ କହିନି ପୁଅ। ତ ସେଇ ରାଗ ମୋ ଉପରେ ରଖିଛନ୍ତି। ସେଇ ରାଗକୁ ନେଇକି ଆଉ ଯୋଉ ଆମେ ସାଇ ପାଇଁ ଭଲ ଚିନ୍ତା କରୁଛୁ,
ସିଏ ଅସୁଗାର ବେପାର ବନ୍ଦ କରିଦେବେ ବୋଲି ଭୟରେ ସେ ହଁ ସେ ଯୋଉ ବ୍ରାଉନ ସୁଗାର ବେପାର ହଉଛି ସେଟା ବନ୍ଦ କାହିଁକି ଏମାନେ ମୁଣ୍ଡ ଖେଳଉଛନ୍ତି।